ଅତିଥି ସତ୍କାର। ଆସନ୍ତୁ ଶୁଣିବା ଗୋଟିଏ ସୁନ୍ଦର କାହାଣୀଟିଏ। ରନ୍ତିଦେବ ବୋଲି ଜଣେ ରାଜା ଥିଲେ। ସେ ଲୋକମାନଙ୍କ ମଙ୍ଗଳ ପାଇଁ ସବୁବେଳେ ଲାଗି ପଡ଼ିଥିଲେ ଆଉ ଅତିଥିମାନଙ୍କର ସେବା କଲା ପରେ ନିଜେ ଖାଉଥିଲେ। ଥରେ ସେ ଏକାଦଶୀ ବ୍ରତ ପାଳନ କରି ଉପବାସ କରିଥିଲେ। ପରଦିନ ଖାଇବାକୁ ଯିବା ସମୟରେ ଜଣେ ଲୋକ ଆସି ରାଜାଙ୍କୁ ଖାଇବାକୁ ମାଗିଲା। ସେ ତାକୁ ନିଜର ଖାଇବା ଜିନିଷ ତକ ଦେଇଦେଲେ। ଏହାପରେ ରାଜା ଆଉ ଥରେ ଖାଇବାକୁ ଯାଉଛନ୍ତି। ଏହି ସମୟରେ ଜଣେ ଲୋକ ଗୋଟିଏ କୁକୁର ସାଙ୍ଗରେ ଆଣି ରାଜାଙ୍କୁ ବିକଳରେ ଖାଇବାକୁ ମାଗିଲା। ରାଜା ନିଜର ଶେଷ ଖାଇବା ଜିନିଷ ତାକୁ ଆଉ ତା କୁକୁରକୁ ଦେଇଦେଲେ। ତାପରେ ରାଜା ଗିଲାସେ ପାଣି ପିଇବାକୁ ଯାଉଛନ୍ତି। ଏହି ସମୟରେ ଆଉ ଜଣେ ଲୋକ ଆସି ପହଞ୍ଚି ରାଜାଙ୍କୁ ପିଇବା ପାଇଁ ପାଣି ମାଗିଲା। ରାଜା ସେହି ପାଣି ଗିଲାସକୁ ତାଙ୍କୁ ପିଇବାକୁ ଦେଇଦେଲେ। ନିଜେ ନ ଖାଇ ନ ପିଇ ରହିଲେ। ଭଗବାନ ତାଙ୍କର ଏ ପ୍ରକାର ଅତିଥି ସେବା ଦେଖି ଭାରି ଖୁସି ହୋଇଗଲେ। ସେ ତାଙ୍କୁ ଦେଖାଦେଇ କହିଲେ, ହେ ରାଜା, ତୁମର ଅତିଥି ସେବାରେ ମୁଁ ଆନନ୍ଦିତ। କି ବର ମାଗୁଛ ମାଗ। ରାଜା କହିଲେ, ମୁଁ ତ ସୁଖରେ ଅଛି। ଏ ଜଗତରେ ସମସ୍ତେ ମୋ ଭଳି ସୁଖରେ ରୁହନ୍ତୁ। ଭଗବାନ ତାଙ୍କୁ କଲ୍ୟାଣ କରି ସେଠାରୁ ଚାଲିଗଲେ। ଅତିଥି ସେବା ହିଁ ପ୍ରକୃତରେ ଭଗବାନଙ୍କ ସେବା।